ସୁନାପାଲି ଲୁଟ୍ ଘଟଣାରେ 3 ଡକାୟତ ଗିରଫ। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ମୃତ୍ତିକା ଜଳ ବିଭାଜିକାର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କଠାରୁ ବାଇକ୍ ଓ 20,000 ଟଙ୍କା ଲୁଟ୍ ଘଟଣାରେ ବୀର ମହାରାଜପୁର ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକ କେଉଟିପାଲି ଗ୍ରାମର ମନୋରଞ୍ଜନ ବେହେରାଙ୍କ ବାଇକ୍ ହରିଣାପାଲି ଛକରୁ ଏକ ପଲ୍ସର ଲୁଟ୍ କରିଥିଲେ। ପରେ ଉଲୁଣ୍ଡା ବ୍ଲକ ଜଳ ବିଭାଜିକାର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କଠାରୁ 20,000 ଓ ବାଇକ୍ ଲୁଟି ନେଇ ପଳାଇଥିଲେ। ବୀର ମହାରାଜପୁର ପୋଲିସ ଏନେଇ ତଦନ୍ତ କରି 3 ଚୋରକୁ କାବୁ କରିଥିଲେ। ପୋଲିସ ସୂତ୍ରରୁ ଖବର ଅନୁସାରେ ଶିବ ସର୍ଭଙ୍ଗ ତର୍ଭା ଚର୍ନିପାଲି ନାମରେ 12ଟି କେସ୍ ଅନ୍ୟ ଥାନାରେ ରହିଛି। ସେହିପରି ରଞ୍ଜନ ରାଜହଂସ 22ଟି କେସ୍ ଥିବାବେଳେ ସେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ଖଇରମାଲ ରକ୍ସାର ଜଣାପଡ଼ିଛି। ଏହା ସହିତ ତର୍ଭା ବ୍ଲକ ଅରଡା ଗ୍ରାମର ଜୟକୃଷ୍ଣ ବାରିକ ନାମରେ 16ଟି କେସ୍ ଥିବା ଜଣାପଡ଼ିଛି। ଏହି ଯୁବକମାନେ ବୌଦ୍ଧ, କଣ୍ଟାମାଲ, ରେଢାଖୋଳ, ଅତାବିରା, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ସମେତ 6ଟି ଜିଲ୍ଲାରେ ଡକାୟତି କରୁଥିଲେ। ଏପରିକି ଏମାନେ ଘର ସିନ୍ଧି କରି ଚୋରି କରୁଥିବା ମଧ୍ୟ ଜଣାପଡ଼ିଛି। ବୀର ମହାରାଜପୁର ଏସ୍ଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି। ଅନ୍ୟପଟେ ଧର୍ମଶାଳା ମରଣାତ୍ମକ ଓ ଲୁଟ୍ ଘଟଣାରେ 3 ଡକାୟତ ଜଣ ଫେରାର ଥିବା କହିଛନ୍ତି। 2025 ଆମର ହରିଣାପାଲି ଏରିଆ ଆମର କୁଟସମଲି ଏରିଆରେ 2ଟା ଡକାୟତି ହେଇଥିଲା। ଏଥିରେ ଆମର ଆଇସି ଆମର ଟୋଟାଲ ଟିମ୍ ଆମେ ଲାଗିଥିଲୁ। ଆଉ 3 ଜଣ ଡକାୟତ ଯେଉଁମାନେ ଇନଭଲ୍ଭ ଅଛନ୍ତି, ରଞ୍ଜନ ରାଜହଂସ ଆଉ ଜୟକୃଷ୍ଣ ବାରିକ, ଶିବ ସର୍ଭଙ୍ଗ 3 ଜଣକୁ ଆମେ ଆଜି ଆରେଷ୍ଟ କରିଛୁ। ଆଉ ତାଙ୍କଠାରୁ ଗୋଟେ ଗାଡ଼ି ରିକଭର କରାଯାଇଛି ଯେଉଁଟାକି ହରିଣାପାଲିରେ ହେଇଥିଲା। ଆଉ ମୁଦଲାମାନଙ୍କର ଗୋଟେ ବାଇକ୍ ଯେଉଁଟା ୟୁଜ୍ କରିଥିଲେ ସେ ବାଇକ୍ ବି ସିଜ୍ ହେଇଛି। ତାଙ୍କର 2ଟା ମୋବାଇଲ୍ ସିଜ୍ ହେଇଛି। ଆଉ କିଛି ଟଙ୍କା ଜବତ ହେଇଛି। ଆଜି ସେମାନଙ୍କୁ ଆମେ ଆରେଷ୍ଟ କରି ଫରୱାର୍ଡ଼ କରିଛୁ। ଆଉ 3 ଜଣ ଏଥିରେ ସମ୍ପୃକ୍ତ ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କୁ ବି ଆମେ ଖୁବ୍ ଶୀଘ୍ର ଆପ୍ରିହେଣ୍ଡ କରି ତାଙ୍କୁ ମଧ୍ୟ ଆମେ ଜେଲ୍କୁ ପଠାଇବୁ। ସାର୍ ଧର୍ମଶାଳା ଯେଉଁ ହେଇଥିଲା ଡକାୟତି, ଧର୍ମଶାଳାରେ ବି ଏମାନଙ୍କ ସମ୍ପୃକ୍ତି ଅଛି। ଆଉ ଯାହା ସେମାନଙ୍କର ବୟାନରେ ସେମାନେ ବୟାନ ଦେଇଛନ୍ତି। ଧର୍ମଶାଳାରେ ଗତ 14/2/2024 ଦିନ ଆମର ନୀଲାମ୍ବର ମହାପାତ୍ରଙ୍କ ଠାରୁ ସେମାନେ 1.5 ଲକ୍ଷ ଟଙ୍କା ଡକାୟତ କରିଛନ୍ତି। ଏମାନେ ଏ ଗ୍ରୁପ୍ ଏକା 6 ଜଣ ମିଶିକରି। ଆଉ ଏଇଟା ଆମର ତଦନ୍ତରେ ଆମର ଯାହା ଜଣାପଡ଼ିଛି। ଧର୍ମଶାଳା କେସ୍ରେ ବି ଆମେ ଏମାନଙ୍କୁ ଟେକ୍ କରିଛୁ। ମୁଁ ଆଜି ସକାଳୁ ଗଲା ବେଳକେ କୋଟସମଲି ଗ୍ରାମ ପଞ୍ଚାୟତ ସୁନାପାଲି ଗାଁକେ ଗଲା ବେଳକେ ଡ୍ୟୁଟି ମାନେ 2ଟା ଲୋକ ପୁରା ଆଇଲେ ଆର୍ ମୋତେ ପୁରା ବୁଝେଇଲି ଦେଖିକିରି ମୋର ପଇସା ପତ୍ର ଯାହା ଥିଲା ସବୁ ଛଡ଼େଇ ନେଲେ। ମୋର ଗାଡ଼ି ବି ଛଡ଼େଇ ନେଲେ। ଗାଡ଼ିଟା ଭୁଲ ମାନେ 15 ମିନିଟ୍ 20 ମିନିଟ୍ ଛାଡ଼ିକି ଲୋକମାନେ ଯେନ୍ ମାନେ ଛେଙ୍କିଲେ ବୋଲି ପାଇଲି। ଆର୍ ପଇସା ପତ୍ର ବ୍ୟାଗ୍ ଯାହା କାଗଜପତ୍ର ଅଫିସ୍ କାଗଜପତ୍ର ମୋଷ୍ଟଲ ଲେବରମାନଙ୍କର ମୋଷ୍ଟଲ ଯେନ୍ଟା ଥିଲା ସବୁ ଯାକ ନେଇକିରି ପଳାଇଲେ। ଆର୍ ମୋତେ ମାନେ ପିଟାପୁଟି ବି କଲେ। ଆର୍ ମାନେ ବୁଝାଲି 2-3 ଥର ମାନେ ଆଟାକ୍ କଲେ ବୁଝାଲିରେ। ଭାଗ୍ୟବଶତଃ ମାନେ ସ୍ୱିଟର ପିନ୍ଧିଥିଲି ବୋଲି ଆର୍ ପୁରା ମୁଡ଼କେ ଯେନ୍ ଆଟାକ୍ କଲେ ହେଲମେଟଟା ପିନ୍ଧିଥିଲି ବୋଲି କେମିତି ବଞ୍ଚି ମୁଚା ଗଲି। ମାନେ ପର୍ସରେ ମାନେ ବିଲ୍ ଦେବାର ଲାଗି 15,000 to 20,000 ଟଙ୍କା ଥିଲା। ଆଉ ମାନେ ବ୍ୟାଗ୍ରେ ମୋଷ୍ଟଲ ଥିଲା ଲେବରମାନଙ୍କର ପେମେଣ୍ଟ କରବାର ଲାଗି ମାନେ ପେମେଣ୍ଟ ନେଇ ହେଇଥାଇ ସେ ମାନେ ବ୍ୟାଗ୍ଟା ରଙ୍ଗେ ପୁରା ଲ୍ୟାପଟପ୍ ଅଛି ଭାବିକିରି ସେମାନେ ଧରିକି ପଳାଇଲେ। ମୋତେ ଯେନ୍ ଆଟାକ୍ କଲେ 2 ଜଣ ଆଟାକ୍ କଲେ। ଆଉ ମାନେ ମୋର ମାନେ ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।